Hello everyone, welcome back to my YouTube channel. I hope ଆପଣ ସମସ୍ତେ ବେଷ୍ଟ ଆଣ୍ଡ ବେଟର ଥିବେ। ତ ଫାଇନାଲି ବହୁତ ଦିନ ହେଇଗଲା, ଠିକ ଅଛି ନା, ମୁଁ ଫିଲ୍ମ ରିଲେଟେଡ୍ ଭିଡ଼ିଓ କିଛି ନ ଆଣିଥିବାରୁ ଆଇ ଏମ୍ ଭେରି ଏକ୍ସଟ୍ରିମଲି ସରି ଫର୍ ଦ୍ୟାଟ୍। ତ ଫାଇନାଲି ଏସ୍ ରାଜାମୌଲି, ଆଜ୍ଞା ହଁ, ସେଇ ବାହୁବଲି ମୁଭିର ଡାଇରେକ୍ଟର, ସେଇ RRR ମୁଭିର ଡାଇରେକ୍ଟର ନେଇକି ଆସୁଛନ୍ତି SSMB29। ସେଇ ମୁଭିଟା ଆମର ମହେଶ ବାବୁ ଲିଡ୍ ରୋଲ୍ ପ୍ଲେ କରିବେ। ତା ସହିତ ପ୍ରିୟଙ୍କା ଚୋପଡ଼ା, ତା ସହିତ ଆମର ପୃଥ୍ୱୀରାଜ ସୁକୁମାରନ୍, ଠିକ୍ ଅଛି ନା। ଆମର ତେଲୁଗୁ ଇଣ୍ଡଷ୍ଟ୍ରିର ହିରୋ ଅଛନ୍ତି, ବଲିଉଡ୍ ଇଣ୍ଡଷ୍ଟ୍ରିର ହିରୋଇନ୍ ଅଛନ୍ତି, ଆଉ ଆମର ମାଲାୟାଲମ୍ ଇଣ୍ଡଷ୍ଟ୍ରିର ଭିଲେନ୍ ଅଛନ୍ତି। ତ ସମସ୍ତଙ୍କୁ ନେଇକି ଏଇ ମୁଭିଟା ବର୍ତ୍ତମାନ ସୁଟ୍ରେ ପ୍ରୋସେସ୍ ଜାରି ରଖିଛି। ତ ଡେଫିନେଟ୍ ଭାବରେ ଏଇ ମୁଭିର ସୁଟ୍ କିଛି ମାତ୍ରାରେ ଆମର ଓଡ଼ିଶାର ଯେଉଁ କୋରାପୁଟ ଅଞ୍ଚଳ ଅଛି, କୋରାପୁଟର ଦେଓମାଳିର ତଳିଆ ଯେଉଁ ପସନ୍ସଟା ଅଛି, ଠିକ୍ ନା, ଅଞ୍ଚଳଟା ଅଛି, ସେହି ଜାଗାରେ ଡେରା ଦେଇକି ସୁଟିଂ କରୁଛନ୍ତି ଆମର SS ରାଜାମୌଲି। 500 ଜଣିଆ ଟିମ୍ ମେମ୍ବରକୁ ନେଇକି ଆସିଛନ୍ତି, ଆଉ ସେଠି ସେମାନେ କ୍ୟାମ୍ପ କରିକି ପୁରା ସୁଟ୍ର ପ୍ରୋସେସ୍ ଜାରି ରଖିଛନ୍ତି। ତ ତାକୁ ବହୁତ ଲୋକମାନେ ଭାଇରାଲ୍ କରିଦେଉଛନ୍ତି, ଏଇଭଳିଆ ସୁଟିଂ କରାଯାଉଛି, ଏଇଭଳିଆ। କିଛି ଲୋକ ତ କହୁଛନ୍ତି ଆମ ଜାଗାରେ କରୁଛନ୍ତି, ଶଳାମାନେ ଆମକୁ ଭିତରକୁ ପଶିବା ପାଇଁ ବି ଦଉନାହାନ୍ତି। ଏଇ ସବୁ ବାଜେ ସବୁ କଥା କହୁଛନ୍ତି। 1000 କୋଟି ବଜେଟ୍ ଅଛି ଆଜ୍ଞା ଏଇ ମୁଭିର, 1000 କୋଟି, 1000 crore ବଜେଟ୍। ତ ଡେଫିନେଟ୍ ଭାବରେ କୋଉ ଭଳିଆ ମୁଭିଟା ହେବ ଆପଣମାନେ ନିଜେ ହିଁ ଏକ୍ସପ୍ଲେନ୍ କରିକି ଭାବନ୍ତୁ ଯେ କୋଉ ଭଳିଆ ମୁଭି ହବ। 1000 crore ବଜେଟ୍ ଅଛି ଆଜ୍ଞା, ଖେଳକର ନୁହେଁ। ଆମର ଓଡ଼ିଶାର ଲୋକମାନେ କିଛି ଅଛନ୍ତି ଯେଉଁମାନେ ସେଇ ସବୁ ଜିନିଷକୁ ଲିକ୍ କରିଦେଉଛନ୍ତି, ଠିକ୍ ନା ଆଜ୍ଞା। ସେସବୁ ଭଲ କଥା ନୁହେଁ। ସେମାନେ କେତେ କୋଟି ଟଙ୍କାର ବଜେଟ୍ ଲଗେଇକି 500 ଜଣିଆ ଟିମ୍ ନେଇକି ଆସିକି ସେଠାରେ ପାଖାପାଖି 20 ରୁ 25 ଦିନ ମଧ୍ୟରେ ସୁଟିଂଟା ହେବ, ଠିକ୍ ଅଛି ନା, ଆମର ଦେଓମାଳି ଅଞ୍ଚଳରେ, କୋରାପୁଟରେ, ଓଡ଼ିଶାରେ। ତ 20 ରୁ 25 ଦିନ ମଧ୍ୟରେ ସୁଟିଂ ହେବାର ଅଛି। ସେମାନେ କରୁଛନ୍ତି, ପ୍ରୋସେସ୍ ବି ଜାରି ରଖିଛନ୍ତି। ହେଲେ ଲୋକମାନେ, ଓଡ଼ିଶାର କିଛିଟା ଲୋକମାନେ ଅଛନ୍ତି, ଭିଡ଼ିଓ ସୁଟ୍ କରିକି ଫଟୋ ସବୁ ଭାଇରାଲ୍ କରିଦେଉଛନ୍ତି। ଏଇ ସବୁ ଜିନିଷ ହବ, ଏଇ ସବୁ ସୁଟିଂ ଚାଲୁଛି, ଏମିତି ସବୁ ଜିନିଷ, ମାନେ ସବୁ କ୍ୟାମ୍ପରେ ସବୁ କିଛି ଯୋଗାଡ଼ ଯନ୍ତ୍ର କରୁଛନ୍ତି, ପିଲର ସବୁ ସେଟ୍ କରୁଛନ୍ତି। ଆଜ୍ଞା ଏଇ ସବୁ ଲିକ୍ କରିବାଟା ବହୁତ ନିନ୍ଦନୀୟ କଥା। କାହିଁକି ନା ସେମାନେ ଆସିଛନ୍ତି ଏତେ ଦୂରରୁ ସୁଟ୍ କରିକି, ସେମାନେ ସିକ୍ୟୁର ରଖିଛନ୍ତି, ପୁରା ଟାଇଟ୍ ସିକ୍ୟୁରିଟି ରଖିଛନ୍ତି। ଆଜ୍ଞା ଯିଏ ବି ଯାଉଛନ୍ତି ନା, ଯିବା ପାଇଁ ନୋ ଏଲାଉ, ଠିକ୍ ଅଛି ନା, ଯିବା ପାଇଁ ନୋ ଏଲାଉ ବା ନୋ ଏଣ୍ଟ୍ରି, ଟୋଟାଲି ସମସ୍ତେ ବାରଣ କରୁଛନ୍ତି ସେଇ ଜାଗାକୁ ନ ଯିବା ପାଇଁ। ଆଉ ଯିଏ ଯାଉଛନ୍ତି ବି ତାଙ୍କୁ ସେଇ ଜାଗାରୁ ଆଉଟ୍ କରିଦେଉଛନ୍ତି। ତ ଡେଫିନେଟ୍ ଭାବରେ ଏଇଟା ଗୋଟେ ଭଲ ମାନେ ରୁଲ୍। ଆଉ SS ରାଜାମୌଲି ପୁରା ଟାଇଟ୍ କରିଦେଇଛନ୍ତି ତାଙ୍କର ସିକ୍ୟୁରିଟିକୁ, ମାନେ ପୁରା ଭରପୁର ମାତ୍ରାରେ ଇଏ କରୁଛନ୍ତି ଯେ ଯଦି ଯାହାର ବି କିଛିଟା ବି ଯଦି ଜିନିଷ ଲିକ୍ ହୁଏ, ତାହେଲେ ସେହି ଲୋକର ବା ସେଇ ଆର୍ଟିଷ୍ଟର ଦାୟୀ ନାହିଁ, ସମସ୍ତେ ଦାୟୀ ହେବେ, ଏମିତି କହିକି ୱାର୍ଣ୍ଣିଂ ଦେଇ ସାରିଛନ୍ତି ଆଜ୍ଞା। ତ ଡେଫିନେଟ୍ ଭାବରେ ଗୋଟେ ଗ୍ରୀନ୍ ସ୍କ୍ରିନ୍ଟେ ପୁରା ସୁଟିଂ ଚାଲିଥିଲା ଆମର ହାଇଦ୍ରାବାଦରେ। ସେଟା ବାହାର ହିଁ ଲୋକେସନ୍ଟା ଟିକେ ମାନେ ଲିକ୍ ହେଇଥିଲା, ବଟ୍ ଭିତରର କିଛି ବି ଲିକ୍ ହେଇପାରିଲାନି, କି କିଛି ବି ଲୋକମାନଙ୍କ ନଜରରେ ଆସିପାରିଲା ନାହିଁ। ସେଟା ଗୋଟେ ସିକ୍ୟୁରିଟି ଟାଇଟ୍ କରିଦେଇଥିଲେ। ହେଲେ ଓଡ଼ିଶାରେ ଯେଉଁ ମାଧ୍ୟମରେ ସୁଟିଂ ଚାଲିଛି ଆମର କୋରାପୁଟ ଦେଓମାଳି ଅଞ୍ଚଳରେ, ତ ତାକୁ ଓଡ଼ିଶାର ଲୋକମାନେ ଆଜ୍ଞା ଲିକ୍ କରିଦେଉଛନ୍ତି। ଗୋଟେ ଗର୍ବର କଥା, ଗୌରବର କଥା ଯେ ଆମର ଘାଟି ବୋଲି ଗୋଟେ ମୁଭି ଆସିଥିଲା ଅନୁଷ୍କା ସେଟ୍ଟିର, ଠିକ୍ ଅଛି ନା, ଯିଏ ଆମର ବାହୁବଲି ମୁଭିରେ ହିରୋଇନ୍ ଅଛନ୍ତି, ଠିକ୍ ଅଛି ନା। ତ ତାଙ୍କର ଫିଲ୍ମଟା କୋରାପୁଟରେ ସୁଟ୍ ହେଇଥିଲା। ସେତେବେଳେ କିଛି ଲୋକ ଜାଣି ବି ନଥିଲେ ଯେ ହେଉଛି ବୋଲି, ସେ ପାଖାପାଖିର ଅଞ୍ଚଳ ଜାଣିଥିଲେ, ଠିକ୍ ଅଛି ନା। ରିଲିଜ୍ ହେଲା ପରେ ସମସ୍ତେ ଜାଣିଲେ। ତାପରେ ପୁଷ୍ପା 2 ମୁଭି ମଧ୍ୟ ମାଲକାନଗିରିରେ ସୁଟିଂ ହେଇଥିଲା। ତ ଏମିତି ବହୁତ ସାରା ବଡ଼ ପ୍ରୋଜେକ୍ଟର, ଠିକ୍ ଅଛି ନା, ବଡ଼ ହାଇ ବଜେଟ୍ର ମୁଭି ଓଡ଼ିଶାରେ ମଧ୍ୟ ସୁଟ୍ କରିବାକୁ ଏବେ ଆଗେଇ ମାଡ଼ି ଆସୁଛନ୍ତି। ସବୁ ଭିନ୍ନ ମାନେ ଇଣ୍ଡଷ୍ଟ୍ରିର ଲୋକମାନେ, ଆର୍ଟିଷ୍ଟ ମାନେ, ଡାଇରେକ୍ଟର ମାନେ ସବୁ ଆଗକୁ ପଳେଇଛନ୍ତି ଓଡ଼ିଶାରେ ସୁଟିଂ କରିବା ପାଇଁ। ତ ଡେଫିନେଟଲି ଭାବରେ ଓଡ଼ିଶା ପାଇଁ ଏଇଟା ଗୋଟେ ବହୁତ ଗର୍ବର କଥା। ଓଡ଼ିଶାର କଲଚର ମଧ୍ୟ ଏବେ ସାରା ଦୁନିଆ ଦେଖିବ ଯେ ଓଡ଼ିଶାରେ କୋଉ ଭଳିଆ ଜାଗା ଅଛି, କେମିତିକା ଜାଗା ଅଛି, ସେଇଟାକୁ SS ରାଜାମୌଲି ବହୁତ ତୀକ୍ଷ୍ଣ ଭାବରେ ଦେଖିବା ପାଇଁ ଯାଉଛନ୍ତି। ଆମର SSMB29 ଯେଉଁ ମହେଶ ବାବୁଙ୍କ ସାଙ୍ଗରେ ମୁଭିଟା ନେଇକି ଆସୁଛି, ଏଇଟା ଆମର ଥ୍ରିଲର ଆଡ଼ଭେଞ୍ଚର ମୁଭିଟା ହେବ। ହନୁମାନ ବାବାଙ୍କ ଯେତେବେଳେ ହନୁମାନ ବାବା ଯେତେବେଳେ ଆଣିବା ପାଇଁ ଯାଇଥିଲେ ଗୋଟେ ମେଡ଼ିସିନଟା, ଯେତେବେଳେ ରାମଙ୍କ ଭାଇ ଯେତେବେଳେ ଅସୁସ୍ଥ ଥିଲେ, ଗୋଟେ ପାହାଡ଼ ଟେକିକି ଯେଉଁ ମେଡ଼ିସିନଟା ଆଣିବା ପାଇଁ ଯାଇଥିଲେ, ଯେଉଁ ଗଛଟାକୁ, ସେଇ ଆଣିବାର ପ୍ରୋସେସଟା ହିଁ ଏଇ ମୁଭିରେ ମେନ୍ ଷ୍ଟୋରି ବୋଲି କୁହାଯାଉଛି। ତ ଡେଫିନେଟ୍ ଭାବରେ
बहुत गौरव कथा आमर महेश बाबू भी से कोरापुट देवमाणी अंचल अच्छा आमर जो प्रियंका चोपड़ा भी सी भी से देवमाणी अंचल सुट कर सहित पृथ्वीराज सुकुमारन भी सुटिंग अच्छा तो सुटिंग बहुत भरपूर मात्रा चलती मेन प्रशंसा सुट चलती तो डेफिनेट भाव में मत तो बहुत भल लगुच आपको केमती लगे प्लीज कमेंट मत जनईदेवे आउ कमेंट माध्यम यहाँ भी जनइबे जो मैंने भाइराल कर सब जिनस को सेटा भाइराल करके ठीक करुँच भूल कर प्लीज कमेंट मत जनईदेवे चैनल को सब्सक्राइब कर दिंतु वीडियो को लाइक करके वीडियो को शेयर कर दिंतु आउ नोटिफिकेशन बेल को भी ऑन ने क्लिक कर दिंतु कहीं एबे टोटाल ऑल मूवी रो सब किसी अपडेट आम ये चैनल आप सर्वदा पाऊे पाई जाते आउ पाइबे तो टिल नेक्स्ट बाय बाय।